ଭାଇମାନେ ବର୍ଷା ଦିନ ଆସିଲା ମାନେ ଟିକେ ଚିକେନ୍ ନହେଲେ ହେବନି। ତ ମୁଁ ବାହାରିଗଲି ଦେଶୀ ଚିକେନ୍ ନେଇ ଦୁବଲାଗଡ଼ି ସି ବିଚ୍। ସେଠି ଯାଇ ପହଞ୍ଚିଗଲି, ମାହୋଲ ପୁରା ବଢ଼ିଆ ଅଛି। ଯେଉଁ ବର୍ଷା ପାଗରେ ଯେଉଁ ଦୃଶ୍ୟଟା, ଓହ ମାଇ ଗଡ଼୍। ତାପରେ ସେଠି ଗୋଟେ ପକ୍କା ରୋଡ଼ା ମୁଁ ଜାଗା ମିଳିଗଲା, ସେଠି ବସିଗଲି। ତ ମିଟୁ ଲାଗିଗଲା ପୁରା ମସଲା ପ୍ରିପାରେସନ୍ରେ। ତାପରେ ମୁଁ ତେଲ ଫେଲ ପକେଇକି ପୁରା ଷ୍ଟାର୍ଟ କରିଦେଲି। ସେଥିରେ ଟିକେ ଗୋଟା ଗରମ ମସଲା ପକେଇଦେଲି, କଟା ପିଆଜ ପକେଇଦେଲି, ସେଥିରେ କଲର୍ ପାଇଁ ଟିକେ ଲଙ୍କା ଗୁଣ୍ଡ ପକେଇଦେଲି। ତାପରେ ଚିକେନ୍ ଯେଉଁ କଟା ହେଇଥିବା ଚିକେନ୍ ପକେଇଦେଲି, ଦେଶୀ ଚିକେନ୍। ତା ଦେହରେ ଟିକେ ହଳଦୀ ଆଉ ଲୁଣ ମ୍ୟାରିନେସନ୍ ହେଇନଥିଲା ତ ପକେଇ ଦେଇକି ଭଲ ଭାବରେ କଷିଲି। ତାପରେ ଯେଉଁ ଛେଚା ହେଇଥିବା ରସୁଣ ଆଉ ଅଦା ପକେଇଲି, ଚିକେନ୍ ମସଲା ପକେଇଲି, କଟା ଟମାଟୋ ପକେଇଲି। ଏହାର ଗୋଟେ ପେଷ୍ଟ ବନେଇଛି, ଲୁଣ ହଳଦୀ ଲଙ୍କାଗୁଣ୍ଡ ସବୁ କିଛି ମସଲା, ଜିରା ଧନିଆ, ତାପରେ ଆଳୁ ଆଉ ସେ ମସଲାକୁ ପକେଇକି ପେଷ୍ଟଟାକୁ ଭଲ ଭାବରେ ପୁରା କଷି ନେଲି। ତାପରେ ଆମେ ସେଇଠି ଟିକେ ଖଟି କଲୁ ବସିକି। ତାପରେ ଚିକେନ୍ ଝୋଳ ରେଡ଼ି ହେଇଗଲା, 5ଟା ସିଟି ଦେଇଦେଲା ପରେ ପୁରା ରେଡ଼ି। ତାକୁ ଭାତ ଚିକେନ୍ ଆଉ ସାଲାଡ଼ ସହିତ ଲଗେଇକି ଆମେ ପୁରା ଖାଇଲୁ ଆଉ ଫୁଲ୍ ଏନ୍ଜୟ କଲୁ। ଆଉ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ନିହାତି କରିବେ।